ଡିସେମ୍ବର 7ରୁ ସାବଧାନ ରୁହନ୍ତୁ। ଏହି 5ଟି ରାଶି ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି ଆଉ ଅଶାନ୍ତି। ଡିସେମ୍ବର 7 ତାରିଖ ରାତି 8:27ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ 16, 2026 ସକାଳ 4:36 ପର୍ଯ୍ୟନ୍ତ ଧନୁ ରାଶିରେ ରହିବ। ମଙ୍ଗଳଙ୍କ ଗୋଚର 39 ଦିନ ପାଇଁ 5ଟି ରାଶିକୁ ଅସୁବିଧାରେ ପକାଇବ। ଧନୁ ରାଶିରେ ମଙ୍ଗଳଙ୍କ ଗୋଚର ଏହି ରାଶିଙ୍କ ଜୀବନରେ ବିବାଦ, ଆର୍ଥିକ କ୍ଷତି, ଚାପ ଏବଂ ଘରୋଇ ଅଶାନ୍ତି ଭଳି ସମସ୍ୟା ସୃଷ୍ଟି କରିପାରେ। ଏହି ବ୍ୟକ୍ତିମାନଙ୍କୁ ଡିସେମ୍ବର 7ରୁ ଜାନୁଆରୀ 16 ପର୍ଯ୍ୟନ୍ତ ଧୈର୍ଯ୍ୟ ଏବଂ ସଂଯମ ରଖିବାକୁ ପରାମର୍ଶ ଦିଆଯାଇଛି। ନିଜ ମନକୁ ଶାନ୍ତ ରଖନ୍ତୁ ଏବଂ କ୍ରୋଧରୁ ଦୂରେଇ ରୁହନ୍ତୁ। ଆସନ୍ତୁ ଜାଣିବା ମଙ୍ଗଳ ଗୋଚର ଏହି 5ଟି ରାଶି ଉପରେ କ'ଣ ନକାରାତ୍ମକ ପ୍ରଭାବ ପକାଇବ। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆସନ୍ତୁ ଜାଣିବା। ପ୍ରଥମ ରାଶିଟି ହେଉଛି ବୃଷ ରାଶି। ଧନୁ ରାଶିରେ ମଙ୍ଗଳର ଗୋଚର ବୃଷ ପାଇଁ ଚାପ ସୃଷ୍ଟି କରିପାରେ। ଯେଉଁମାନେ ସହଭାଗିତାରେ କାମ କରୁଛନ୍ତି ସେମାନଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ। ନିୟମିତ ଭାବରେ ଆପଣଙ୍କ କାମର ମୂଲ୍ୟାଙ୍କନ କରନ୍ତୁ, ନଚେତ୍ ଆପଣ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ଯଦି ଆପଣ ଋଣ ନେଇଛନ୍ତି ତେବେ ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ଏବଂ ଏହାକୁ ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆର୍ଥିକ ନିବେଶ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ଅନ୍ଧବିଶ୍ୱାସ କରିବା ଠିକ୍ ନୁହେଁ। ବନ୍ଧୁଗଣ, ଦ୍ୱିତୀୟ ରାଶିଟି ମିଥୁନ ରାଶି। ମିଥୁନ ରାଶି। ମଙ୍ଗଳର ଗମନ ମିଥୁନ ରାଶିର ଲୋକଙ୍କ ଜୀବନରେ ସଂଘର୍ଷ ଏବଂ ଚ୍ୟାଲେଞ୍ଜ ଆଣିପାରେ। ଏହି ସମୟରେ ଆପଣ କରୁଥିବା ଯେକୌଣସି କାମ କଷ୍ଟକର ଏବଂ ସମୟ ସାପେକ୍ଷ ହୋଇପାରେ। କିନ୍ତୁ ଧୈର୍ଯ୍ୟ ରଖନ୍ତୁ, ନଚେତ୍ ଜିନିଷଗୁଡ଼ିକ ଭୁଲ ହୋଇପାରେ। ଆପଣଙ୍କ ମନକୁ ଶାନ୍ତ ରଖିବା ପାଇଁ ଯୋଗ, ଧ୍ୟାନ ଇତ୍ୟାଦି ଅଭ୍ୟାସ କରନ୍ତୁ। ଏହା ଲାଭଦାୟକ ହେବ। ଶାନ୍ତ ମନରେ ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଅସ୍ଥିର ମନ ଭୁଲ ନିଷ୍ପତ୍ତି ନେଇପାରେ। ବନ୍ଧୁଗଣ, କର୍କଟ ରାଶି। ଧନୁ ରାଶିରେ ମଙ୍ଗଳଙ୍କ ଗମନ କର୍କଟ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ଡିସେମ୍ବର 7ରୁ ଜାନୁଆରୀ 16 ମଧ୍ୟରେ କାର୍ଯ୍ୟଚାପ ବଢ଼ିପାରେ, ଯାହା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। କାମ କରିବା ସମୟରେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଏହି ସମୟ ଆପଣଙ୍କ ପାଇଁ ଚାପପୂର୍ଣ୍ଣ ରହିବ, କିନ୍ତୁ ମାନସିକ ଚାପରୁ ଦୂରେଇ ରୁହନ୍ତୁ। ଆପଣଙ୍କ ନିୟନ୍ତ୍ରଣ ବାହାରେ ଥିବା ଜିନିଷ ବିଷୟରେ ଚିନ୍ତା କରିବା ଆପଣଙ୍କ ପାଇଁ କୌଣସି ଲାଭଦାୟକ ନୁହେଁ। ବନ୍ଧୁଗଣ, ସିଂହ ରାଶି। ମଙ୍ଗଳ ଗ୍ରହର ଗମନ ସିଂହ ରାଶିର ପ୍ରେମ ଏବଂ ବୈବାହିକ ଜୀବନରେ ଉତ୍ତେଜନା ଆଣିପାରେ। ସିଂହ ରାଶିର ବ୍ୟକ୍ତିମାନେ ସେମାନଙ୍କ ସାଥୀଙ୍କ ସହିତ ଦ୍ୱନ୍ଦ୍ୱ କିମ୍ବା ଯୁକ୍ତିତର୍କ ଏଡ଼ାଇବା ଉଚିତ। ଆପଣଙ୍କ କଥାରେ ସଂଯମତା ଅବଲମ୍ବନ କରନ୍ତୁ ଏବଂ ଆପଣଙ୍କ ସାଥୀଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ତାଙ୍କ ମତାମତକୁ ପ୍ରାଥମିକତା ଦିଅନ୍ତୁ। ଅହଙ୍କାରକୁ ଏଡ଼ାନ୍ତୁ, ନଚେତ୍ ଆପଣଙ୍କ ପ୍ରେମ ଜୀବନ ତିକ୍ତ ହୋଇପାରେ। ଏହା ବୈବାହିକ ଜୀବନ ପାଇଁ ମଧ୍ୟ ପ୍ରଯୋଜ୍ୟ। ବନ୍ଧୁଗଣ, କନ୍ୟା ରାଶି।
ମଙ୍ଗଳର ଗମନ କନ୍ୟା ରାଶିର ଲୋକଙ୍କ ପାଇଁ ଘରୋଇ ଉତ୍ତେଜନା ସୃଷ୍ଟି କରିପାରେ। ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ସମ୍ଭବ। ଆପଣ ପରିବାରରେ କିଛି ବିଷୟ ଉପରେ ଆପଣଙ୍କ ମତାମତ ପ୍ରକାଶ କରିପାରନ୍ତି, କିନ୍ତୁ ଆପଣଙ୍କୁ ସଂଯମତା ଅବଲମ୍ବନ କରିବାକୁ ପଡ଼ିବ। ଆପଣ ଆପଣଙ୍କ ମାଙ୍କ ସହିତ ଆପଣଙ୍କ ହୃଦୟର ଭାବନା ବାଣ୍ଟିପାରିବେ, କିନ୍ତୁ ଆପଣଙ୍କ ସମ୍ପର୍କକୁ କ୍ଷତି ନ ପହଞ୍ଚାଇବା ପାଇଁ ସତର୍କ ରୁହନ୍ତୁ। ମଙ୍ଗଳ କ୍ରୋଧ ବୃଦ୍ଧି କରିପାରେ, ତେଣୁ ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ ଅବଶ୍ୟ କରନ୍ତୁ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।